ଜୟ ଜଗନ୍ନାଥ ସାଙ୍ଗମାନେ। ମାଳିକା ବର୍ଣ୍ଣିତ ଯେଉଁ ଜାଗା ଆମେ କଭର କରୁଛେ, ଏବେ ବୁଲୁଛି ଦେଖୁଛେ, ତ ସେଇଭଳି ମାଳିକା ବର୍ଣ୍ଣିତ ଆଉ ଏକ ଜାଗାରେ ଆମେ ଆସି ପହଞ୍ଚିଛୁ। ଆପଣମାନେ ପୂର୍ବରୁ ନଳୀ ଗୁମ୍ଫା ଦେଖିଲେ, ଏବେ ଆମେ ଆସି ପହଞ୍ଚିଛୁ ମଣିନାଗ ଗୁମ୍ଫା। ମଣିନାଗ ଗୁମ୍ଫା ଯେଉଁ ଜଳୈକ ପାହାଡ଼ ଉପରେ ମଣିନାଗ ଗୁମ୍ଫା ଅଛି, ୟା ବିଷୟରେ ମାଳିକାରେ କ'ଣ ଲେଖା ହେଇଛି, ଗୁମ୍ଫା ବିଷୟରେ କ'ଣ ଅଛି, ଚାଲନ୍ତୁ ଆମ ପାଖରେ ବାବା ଅଛନ୍ତି, ବାବାଙ୍କ ପଛରେ ଆମେ ବୁଝିବା। ବାବା, ଆପଣଙ୍କ ନାଁଟି କ'ଣ ଆଉ ଆପଣଙ୍କ ଘର କୋଉଠି, ଏ ବିଷୟରେ ଆପଣଙ୍କ ବିଷୟରେ ଟିକେ କୁହନ୍ତୁ। ମୋ ନାଁ ସୁଦର୍ଶନ ଦାସ। ଆମ ଘର ହଉଛି ରସିକନଗର। ଆଶ୍ରମକୁ ଆମେ ପିଲାବେଳଠୁ ଏଠି ରହୁଛୁ, ଯାଉଛୁ ଆଉ ଏଇ ଯୋଉ ମଣିନାଗ ଗୁମ୍ଫା କୁ ଆର ମାଳିକା ବିଷୟରେ, ମାଳିକା ସହିତ ଇଏ କ'ଣ ଜଡ଼ିତ ଅଛି କ'ଣ ନାହିଁ ଟିକେ କୁହନ୍ତୁ। ମାଳିକାରେ ଅଛି କ'ଣ, ପାହାଡ଼ ନାଁ ହଉଛି ଜଳୌକା ପାହାଡ଼। ଆଜ୍ଞା। ଜଳୌକା ପାହାଡ଼ରେ ମାଳିକାରେ ଅଛି ଯେ 752 ଗୁମ୍ଫା ଅଛି ବୋଲି ପ୍ରମାଣ ରହିଛି ମାଳିକାରେ। 752 ଗୁମ୍ଫା, ତାର ପ୍ରମାଣ ହଉଛି କ'ଣ, ସେ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଲେ ଗୋଟେ 752 ମଧ୍ୟରେ ସାର ମଣିନାଗ ଗୁମ୍ଫା ନାମ ଯାହାର। 752 ଭିତରେ ଇଏ ହଉଛି ଶ୍ରେଷ୍ଠ ଗୁମ୍ଫା। ଇଏ ଗୁମ୍ଫାରେ ଆମର ବାବା ବୈକୁଣ୍ଠ ବ୍ରହ୍ମଚାରୀ ସାଧନା 12 ବର୍ଷ କରିଥିଲେ, ସେଠି ସିଦ୍ଧି କରିଥିଲେ। ଏଇ ଜାଗାରେ ସିଦ୍ଧି କରିବାରୁ ଏ ଜାଗାର ବର୍ତ୍ତମାନ ଏସବୁ ଡେଭଲପ ହେଇଛି, ଯାହା ହେଇଛି। ହଁ, ବାବାଙ୍କର ତିନିଟା, ଆମର ବୈକୁଣ୍ଠ ବ୍ରହ୍ମଚାରୀଙ୍କର 3ଟା ଆଶ୍ରମ। ଗୋଟେ ହଉଛି କେନ୍ଦ୍ରାପଡ଼ା ଗରାପୁର, ଆଉ ଗୋଟେ ହଉଛି ଭୁବନେଶ୍ୱର 9 ନମ୍ବରରେ ହଉଛି ଏକ୍ରାମ ସତ୍ୟଶିବ ଆଶ୍ରମ। 3ଟା ଆଶ୍ରମ ବର୍ତ୍ତମାନ ବଡ଼ ଆଶ୍ରମ, ଆଉ ଛୋଟ ବଡ଼ ସବୁ ଓଡ଼ିଶା ଭିତରେ ବହୁତ ଅଛି। ବାବା ଏଇଠି ସମାଧି ନେଇଛନ୍ତି। ହଁ, ସେ ବାବାଙ୍କର ସେ ହଉଛି ସମାଧି ମନ୍ଦିର। ମାଳିକା ସହିତ ଆଉ କ'ଣ ଏଥିରେ ଜଡ଼ିତ ଅଛି? ମାଳିକା ଯୋଉ ଲେଖା ହେଇଛି କ'ଣ ହବ, କେମିତି କ'ଣ ଜଣା ହବ? ମାଳିକା ତ କହୁଛି, ଆପଣ ଦେଖିଲେ ସେଠି ଯୋଉ ଗୁମ୍ଫା ଦ୍ୱାରରେ ଯୋଉ ବଟ ବୃକ୍ଷ ଅଛି, ତା ନାଁ ହଉଛି ଅହିବଟ। ଆମର ପୁରୀରେ ଅଛି କଳ୍ପବଟ, ଛତିଆରେ ହେଲା ଛତିଆ ବଟ, ପାରାଦୀପରେ ହେଲା ଉଦୟବଟ, ଆଉ ଆମର ହେଲା ନେମାଳରେ ହେଲା ନେମାଳ ବଟ। ସେମିତି ଆର ସବୁ ରହିଛି ବଟର ନାଁ ସବୁ। ଇଏ ବଟ, ଏଠି ଯିଏ ରହିଲେ ଅଚ୍ୟୁତାନନ୍ଦ ମହାପୁରୁଷ ଶିବକଳ୍ପରେ ଲେଖିଛନ୍ତି, ଏ ବଟର ପତ୍ର ସ୍ୱୟଂ 16 ସହସ୍ର ଗୋପୀ, କେହି ଦେଖି ନ ପାରନ୍ତି ସଦା ନେତ୍ରେ ଦେଖି, ଯୋଗ ମାୟା ସ୍ୱଜ୍ୟୋତିରେ ଜଳକା କରିଛି, ଏଣୁ କରି ଜଳୌକା ତା ନାମ ଦେଇଅଛି। ଏମିତି ସବୁ ବିଭିନ୍ନ କଥା ଅଛି। ଆମର ସବୁ ମାଳିକାରେ ଇଏ ସବୁ ପ୍ରଚଳିତ ହଉଛି। ଆଚ୍ଛା, ବାବା ବି ଏଠି ବହୁତ କଥା ସବୁ ଲେଖିଛନ୍ତି। ବାବା ଦେଖନ୍ତୁ ଏଠି ଲେଖିଛନ୍ତି ଯେ, ମୋର ନିବେଦନ ନିଜ ଆଚରଣ ଆଗେ କର ନିଷ୍କଳଙ୍କ, ଯାହାର ପ୍ରଭାବେ ଅନୁଗାମୀ ହେବେ ଯେତେ ତୁମ ପାଖ ଲୋକ। ସେଇ ଅହିବଟୁକି ବାବା ଆଶ୍ରା କରିଥିଲେ। ଏଠି ଲେଖିଛନ୍ତି, ତାଙ୍କରି ନିଜ ଲେଖା, ଆପଣ ଏଠି ଦେଖିପାରିବେ। ସେ ଲେଖିଛନ୍ତି ଯେ, କହେ ହୀନ ବୈକୁଣ୍ଠ, ଡାକ ନାମ ମୋର ଅଟଇ ବଟ, ହେ ଭାଇମାନେ ଆଶ୍ରା ମୋର ଏଇ ଅହିବଟ, ଜଳୌକାଗିରି ମଧ୍ୟରେ ଆଶ୍ରୟ ମୋ ମଣିନାଗ ଗୁମ୍ଫାରେ, ହେ ଭାଇମାନେ ହରି ଦୟା କରିବେ କି ବାରେ। ଆପଣ ଦେଖନ୍ତୁ, ସେ ଯେତେବେଳେ ଏଠି ସାଧନା କରୁଥିଲେ ତାଙ୍କୁ ବହୁତ ଦୁଃଖ କଷ୍ଟ ସହିବାକୁ ପଡ଼ିଥିଲା, ସେତେବେଳେ ଏସବୁ ଦେଖିଛନ୍ତି। ମାଳିକା ସହିତ ଯୋଉ ମାନେ ଏଇଟା ଜଡ଼ିତ ଅଛି, ଆପଣ କହିଲେ କି ଅଚ୍ୟୁତାନନ୍ଦ ଲେଖିଛନ୍ତି କି ଆମର ଏଇ ବର୍ଷରେ ଗୋପୀ ମାନେ ଅଛନ୍ତି। ତ ଯୋଉ ଜଗନ୍ନାଥ ଆସିବେ ବୋଲି କହୁଛନ୍ତି, କଳକି ଅବତାର ନେବେ, ସେ ସମୟରେ ଏଇ ଜାଗାରେ କ'ଣ ହବ? ସେ ସମୟରେ ଯେ ଜଳୌକା ମଣିନାଗ ଗୁମ୍ଫା ବହୁତ ଏଠି ସବୁ କିଛି ହେଇପାରିବ ବୋଲିକିରି ମାଳିକାରେ ଅଛି। କିନ୍ତୁ ସିଏ ଯୋଉ ଜଗନ୍ନାଥ ମହାପ୍ରଭୁ ଯୋଉ ପୁରୀରୁ ଆସିବେ, ଛତିଆ ବଟ ଆସିବେ। ସେଟା ତ ସମୟ, ତ ସେ ସବୁ ରହିଲା ବେଳେ ଏଇ ଜାଗାରେ କ'ଣ ମାନେ ଆମେ ଏଠି ବି ଜାଣୁଥିଲୁ ଯେ ଛତିଆ ବଟରେ ଚିତଳ ମାଛ କଣ୍ଟାରେ ହବ କବାଟ ନାଗିବ, ଆଉ ସେ ବଉଳା କୁମ୍ଭୀର ଆସିବ। ଆମେ ପିଲାବେଳେ ଆମେ ଶୁଣୁଥିଲୁ। ହଁ, ସିଏ ଏଠି ଅଚ୍ୟୁତାନନ୍ଦ ଶିବକଳ୍ପରେ ଲେଖିଛନ୍ତି ଯେ, କହିଲେ ଚିତଳ କଣ୍ଟାରେ ପଞ୍ଚମୁଖୀ ଜାଲି, ପଞ୍ଚମୁଖୀ ଦେଉଳରେ କୁମ୍ଭୀର ହାଡ଼ରେ ଶୂଳି କାଠ ହେବ ମଣିନାଗ ଗୁମ୍ଫାଠାରେ। ଏଠି ହବ ବୋଲି ଆମେ ବହିରେ ଦେଖୁଛୁ ନା, କୁମ୍ଭୀର ହାଡ଼ରେ ଶୂଳି କାଠ ହେବ ମଣିନାଗ ଗୁମ୍ଫାଠାରେ। କେତେବେଳେ କ'ଣ ହବ ବାପା, ସେ କଥା କିଏ କହିପାରିବ? ମାଳିକା ଆମେ ଚାଲିଛି, ଲୋକ ଯିଏ ବିଶ୍ୱାସ କରୁଛି କରୁଛି, ଯିଏ ବିଶ୍ୱାସ ନ କରୁଛି ନ କରୁଛି। ଯିଏ ବିଶ୍ୱାସ କରୁଛି କରୁଛି, ନହେଲେ ନାହିଁ। ମାଳିକା କହୁଛନ୍ତି କି ଯେ ମାଳିକା ସରିବା, କଳିକା ସରିବା ସମୟ ଆସିଲାଣି, ମାଳିକା ଲୋକମାନେ ସେ ବିଶ୍ୱାସ କରୁଛନ୍ତି, କିଛି କରୁନାହାନ୍ତି, ସେସବୁ ଜିନିଷରେ ସିଏ ତ ହେବ ଗୋଟିଏ କଥା। ଆଗରୁ ଲେଖା ହେଇକିରି ଅଛି, ଲୋକ କୋଉଠୁ ବିଶ୍ୱାସ ଜନ୍ମିଲା ଯେ ଅଚ୍ୟୁତାନନ୍ଦ ମହାପୁରୁଷ କହିଥିଲେ ଲୋକମାନେ ବଳଦ ଭଳିଆ ତୁଣ୍ଡି ବାନ୍ଧିବେ,
କୋରୋନା ହେଇଗଲା, କରୋନା ଲୋକମାନେ ତୁଣ୍ଡି ବାନ୍ଧିଲେ, ଏଇଟା ସତ୍ୟ ହେଇଗଲା। ଲୋକ କାହିଁକି ନ ଭାବି ଯେ ଆଗକୁ ସତ୍ୟ ହବନି ବୋଲି କାହିଁକି ଭାବିବେନି? ଏଣୁକରି ଯେତେବେଳେ ଯାହା ହବାର କଥା ସେଇଟା ପ୍ରଭୁ କରିବେ। ଆଉ ତା ମାନେ ନୁହଁ ଯେ ଆମେ ଡରିଯିବା ଯେ ଆଗକୁ ଗୋଟେ କ'ଣ ହବ, ଆଜିଠୁ ଡରିକି ରହିବା, ସେମିତି କ'ଣ ହବ ନା? ଆମେ କହିପାରିବା ଯେ ଏଇ ଦିନ ଏତିକି ବେଳେ କଳି ଯୁଗ ଶେଷ ହେଇଯିବ କି ଏଇସବୁ ଜିନିଷ ହବ, ସେ କଥା ତ କେହି କହିପାରିବେନି। ଚାଲିଛି ସବୁ ହେଉଛି ଲୋକଙ୍କ ବିଶ୍ୱାସ ଉପରେ ନିର୍ଭର କରୁଛି। ଯାହାକୁ ଯେମିତି ଯିଏ ମୂଲ ଲାଗିଲା ସେ ସେମିତି ମୂଳ ପାଇବ। ଯେ ମଣିନାଗ ଗୁମ୍ଫା କହୁଛନ୍ତି, ଏପଟେ କ'ଣ ଗୁମ୍ଫା ଆମର ଯୋଉ କହନ୍ତି କ'ଣ ନା ମଣିନାଗ ଯିବା ଆସିବା କରନ୍ତି ଏଇଟା ସତ କଥା? ଏଇ ଜାଗାରେ ଏଇଟା ସତ କ'ଣ? ସେ ବନ ପର୍ବରେ ଅଛି, ଆମେ ତ ଦେଖିଲୁ। ସେ କହିଲେ ଏହିଠାରେ ରହି ବସି ଅଛି ରହି ମଣିନାଗ ନାମ ତାର, ବରଷ କେଥରେ ପାଣି ଯେ ପିଇ ଯାଏ ବିରୂପାର ଧାର, ନିଶା ରାତ୍ର ଅର୍ଧେ ପାଣି ପିଇ ପଛକୁ ଚାହିଁ ଫେରଇ, ଏଇଠାରେ ପଞ୍ଚୁପାଣ୍ଡବଙ୍କ ଯେ ଅସ୍ତ୍ରାଗାର ଜଗିଥାଏ। ସେ ଅସ୍ତ୍ରାଗାର ଜଗିଛନ୍ତି ପଞ୍ଚୁପାଣ୍ଡବଙ୍କର। ପଞ୍ଚୁପାଣ୍ଡବଙ୍କର ଅସ୍ତ୍ରାଗାର। ପଞ୍ଚୁପାଣ୍ଡବ ଯେତେବେଳେ ଅଜ୍ଞାତ ବନବାସ ଯାଇଥିଲେ ସେତେବେଳେ ଏଠି ଅସ୍ତ୍ର ରଖିଥିଲେ ବି ଆମର ବନ ପର୍ବ କହୁଛି ଏଇ ଜାଗାଟା। କାହିଁକି ନା ଟାଙ୍ଗି ଯୋଉଠି କଲେଜ ହେଇଛି ସେ ହଉଛି କିଚକ ହୁଡ଼ା। ଚୌଦ୍ୱାରରେ ଆମର ହଉଛି ବିରାଟ ଗାଦି। ବିରାଟ ବାହୁବଳ କିଚକ ରାଜା ଆପଣ ଜାଣିଥିବେ ମହାଭାରତ। ଇଏ ବି ଗୋଟେ କଥା। ତାପରେ ବି ଆମେ ମହାଭାରତ ଦେଖିଲା ବେଳକୁ ଯେ ସିଏ ରଖିଥିଲେ କୋଉଠି ନା ସମୀ ବୃକ୍ଷରେ ରଖିଥିଲେ ଅସ୍ତ୍ର। ଆମ ମହାଭାରତ କହୁଛି। ଏଠି କହିଲେ ଯେ ଏଠି ମଣିନାଗ ଗୁମ୍ଫାରେ ଅସ୍ତ୍ର ରଖିଥିଲେ। ଏଠି ସେତେବେଳେ ମଣିନାଗ ଜଗିଛନ୍ତି ବୋଲି ପ୍ରମାଣ ହଉଛି। ଆଉ ସିଏ ଯାହା କୋଉଠି ତବ ସବୁ ବାହାର ବୁରା କରିକି ବାହାରିବ ଭବିଷ୍ୟତ କଥା। ହଁ, ବରଷ କେତେ ପାଣି ପିଇବାକୁ ଯାଉଛନ୍ତି, ତ ଦେଖିନାହାନ୍ତି ନା। ସେ ପଦ କହିଲେ କେହି ଜାଣି ନ ପାରନ୍ତି। ନିଶା ରାତ୍ର ଅର୍ଧରେ ଯାଆନ୍ତି, ସେ ତ କେହି ଦେଖିନାହାନ୍ତି। ଏଇଆ ହେଉଛି କଥା। ବନ୍ଦ କରାହେଇଛି କହୁଛନ୍ତି ଗୁମ୍ଫାଟାକୁ। ସେ ଗୁମ୍ଫାରେ ଯୋଉ ବନ୍ଦ କରାହେଇଛି ଯେ ବାବା ଯେତେବେଳେ ଏଠି ରହିଲେ ସାଧନା କଲେ, ଏଠି କେହି ସେ ଗୁମ୍ଫାରେ ରହିପାରୁନଥିଲେ। ଗୋଟେ ଦୁର୍ଗନ୍ଧ ବାହାରୁଥିଲା, ଗୋଟେ ବିଷର ଦୁର୍ଗନ୍ଧ ବାହାରୁଥିଲା। ସେଠି ସେ ବିଷ ଦୁର୍ଗନ୍ଧରେ ସମସ୍ତେ ମରିଯାଉଥିଲେ ସକାଳୁ। ଇଏ ନିଷ୍ଠାପର ସହିତ ଯେତେବେଳେ ରହିଗଲା ପରେ ଗୋଟାଏ ଦିନ ଜଣା ପଡ଼ିଲା ଯେ ଇଏ ନିଷ୍ଠାପର ସହିତ ଇଏ ସାଧନା କରିପାରିବେ। ସେ ସେଇ ପଦ କହିଲା ଯେ କହିଲେ ବିଶ୍ୱ ଜଳାରେ ଏ ସ୍ଥାନେ କେହି ନ ରହି, ନିଜେ ଦ୍ୱାର ରୁଦ୍ଧି ଅଛି ଦ୍ୱାରେ ଗଦ ଦେଇ। ଆମେ ଏ କଥା ଜାଣୁଛେ। ଏଣୁକରି ବାବା ଯେତେବେଳେ ଏଠି ସାଧନା କଲେ ସିଏ ତ ବନ୍ଦ କରିଦେଇ ପାରିଥାନ୍ତି। ବାବା ତାକୁ ବନ୍ଦ କରିଦେଇଛନ୍ତି। କଳ୍କି ଅବତାର, କଳ୍କି ଜନ୍ମ ହେଲେଣି କି କ'ଣ ହେଲେଣି, ଏସବୁ ବିଷୟରେ କିଛି ଜାଣିଛନ୍ତି? ନାଇଁ ବାପା, ସେଗୁରା ଶୁଣନ୍ତୁ, କହିବା ବୋଲିବା ଜ୍ଞାନ ନୁହେଁ, ଆଖି ତରାଟିବା ଧ୍ୟାନ ନୁହେଁ। ଆମେ ଯୋଉଟା ନ ଜାଣିଛୁ ସେଇଟା କାହିଁକି ପୁଅ କହିବାକୁ ଯିବୁ? ଲୋକ ବି ମିଛ କଥା ବହୁତ ଏଇ ୟୁଟ୍ୟୁବ ମାଧ୍ୟମରେ ସବୁ ଗଣମାଧ୍ୟମରେ କହୁଛନ୍ତି। କହିଲେ ଫଳ କ'ଣ ଅଛି? ନା, ସେଇଟା ମୁଁ ପଚାରିଲି, ଆପଣ ଜାଣିଛନ୍ତି କି? ନାଇଁ ବାପା, ମୁଁ ସେ ବିଷୟ ଜାଣିନି। ଯେ ଆମେ କ'ଣ ଶୁଣୁନୁ ଏଇ 25ରେ ଏଇଆ ହବ, 26ରେ ଏଇଆ ହବ, 29ରେ ଏଇଆ ହବ, 40ରେ ଏଇଆ ହବ। ଆମେ ସେଗୁରା କହିବାଟା ଆମେ ଉଚିତ ନୁହଁ। ଆମେ ଯୋଉଟା ଜାଣିନୁ କାହିଁକି ଆପଣଙ୍କୁ ଭୁଲେଇବୁ? ଗଣମାଧ୍ୟମରେ କହିବୁ, ଲୋକମାନେ ଜାଣିବେ, ସମାଲୋଚନା କରିବେ, ସେଇଟା ଆମ ପକ୍ଷେ ଉଚିତ ନୁହଁ। ଜଳକପାଟ 752 ଗୁମ୍ଫା, ଇଏ ଗୋଟେ ଗୁମ୍ଫା ହେଲା, ନଳୀ ଗୁମ୍ଫା ଗୋଟେ ହେଲା। ହଁ, ନଳୀ ଗୁମ୍ଫା ଗୋଟେ, ଇଏ ଗୋଟେ ଗୁମ୍ଫା। ସିଏ ବି ସବୁ ଗୁମ୍ଫା ବର୍ଣ୍ଣନା ହେଇଛି। ସେ କହିଲେ ତହିଁ ଉତ୍ତର ନଳୀ ଗୁମ୍ଫା ଅଛି, ବିବରଟି କ୍ଷୁଦ୍ର କାୟ, ବିରଜା ଗାଦିକି ବିବର ଫିଟିବ ଦେଖିଲେ ଲାଗିବ ଭୟ। ସେଇଠୁ ବିରଜା ଗାଦିକି ରାସ୍ତା ଅଛି। ଆପଣ ଏଇ ଯୋଉ ଗୁମ୍ଫାର ବାଟ, ଯୋଉ ମଣି ଗୁମ୍ଫା, ଏଇ ଯୋଉ ବାଟଟା ବନ୍ଦ ଅଛି, ଇଏ କ'ଣ ଲାଗିଛି ସେ ନଳୀ ଗୁମ୍ଫା? ନଳୀ ଗୁମ୍ଫା ଲାଗିଛି ବୋଲି ପ୍ରମାଣ ହଉଛି। ଏଇଠୁ ପାତାଳକୁ ବି ମଧ୍ୟ ପ୍ରମାଣ ହଉଛି। ସେ କହିଲେ ମଣିନାଗ ଗୁମ୍ଫା ମହିମା ଅପାର, ପାତାଳକୁ ଅଛି ଦ୍ୱାର, 2 ସହସ୍ର ମୁନି ସିଦ୍ଧି ସାଜୁଛନ୍ତି, କୋଟିଏ ଅଛି ଆଶ୍ରମ। ଆ ଭିତରେ ଅଛି। ହଁ, ନଳୀ ଗୁମ୍ଫାରେ ଦେଖା ହଉଛି ପୁରା ଗୁମ୍ଫାଟା ଦେଖିକି ଆସିଲୁ, ପୁରା ଫାଙ୍କା ଅଛି। ନାଇଁ, ସିଏ ଯୋଉ ଦେଖିଲେ, ମୁଁ ସେଇଠୁ ରିସର୍ଚ୍ଚ କରିଥିଲି ତାକୁ, ଯେ ଆପଣ ଦେଖିଲେ କ'ଣ? ଫାଷ୍ଟ ଦେଖିଲେ ତହିଁ ଉତ୍ତରକୁ ନଳୀ ଗୁମ୍ଫା ଅଛି, ବିବରଟି କ୍ଷୁଦ୍ର କାୟ, ଯୋଉ ହାଉଲା ହେଲେ ମୋଟରୁ ସରୁ ହେଇକା ଯାଇଛି, ତା ଭିତରେ ଗୋଟେ ମଣିଷ ଗଳି ପାରିବ କି? ଗଳି ପାରିବନି। ଏଣୁକରି ଅଚ୍ୟୁତାନନ୍ଦ ମହାପୁରୁଷ ଯେତେବେଳେ ଲେଖିଲେ ତାକୁ, ସେ କ'ଣ ରିସର୍ଚ୍ଚ କରି ଲେଖିଛନ୍ତି? ରିସର୍ଚ୍ଚ କରିନାହାନ୍ତି। ସେ କହିଲେ ଅନୁଭବ ନୁହେଁ ଶବଦ ଏ ଭାବ, ସବୁ ଦୂର ଯାହା ଆଇଲା ସେ ଦେଖିଛନ୍ତି। ଶବ୍ଦରୁ ସେ ଲେଖିଛନ୍ତି, ଆଉ ଶବ୍ଦରୁ ଲେଖିଛନ୍ତି। ସେ ଦେଖିନାହାନ୍ତି, ସବୁ ରିସର୍ଚ୍ଚ କରିକି ସବୁ ଇଏ ଗୁମ୍ଫାଟା କେମିତିଆ, ଇଏ କେମିତିଆ ସବୁ ବର୍ଣ୍ଣନା କରିକି ଲେଖିନାହାନ୍ତି। ଲେଖିଛନ୍ତି 186 ଗ୍ରନ୍ଥ ଲେଖି ପାରିନଥାନ୍ତେ। ଏଣୁକରି ସିଏ 186 ଗ୍ରନ୍ଥ ଲେଖିଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ। ଅଚ୍ୟୁତାନନ୍ଦ ମହାପୁରୁଷ ଏଇ ଜାଗାକୁ ଆସିଛନ୍ତି? ଆସିଥିବେ, ସେ ତ 700 ବର୍ଷ ପୂର୍ବର କଥା ନା। ତାଙ୍କର ଗୋଟେ ଅବତାର ହାଡ଼ିଦାସ ବୋଲି ଛତିଆ ବଟର ପ୍ରମାଣ ହଉଛି, କହନ୍ତି। ଆଉ ସେ କେତେବେଳେ ବାପା, ଆମେ ଯେତିକି ଜାଣିଛେ ସେତିକି କହିବା। ହାଡ଼ିଦାସ ବିଷୟରେ କିଛି କହୁନାହାନ୍ତି? ହାଡ଼ିଦାସ ବିଷୟରେ ବାପା ମୁଁ ଜାଣିନି କିଛି। ଛତିଆ ବଟର ହାଡ଼ିଦାସ ହଉଛନ୍ତି ମହନ୍ତ।
ଏଠି ଆମର ଏଇ ବାସୁଦେବ ଦାସ ଗିରି ଯୋଉ ଦେଖିଲେ ହଁ ହଁ ହଁ। ଏଇ ଚୌଡିରେ ଯୋଉ ଦେଖିଲେ ହଁ, ଯୋଉ ହଁ। ମୂର୍ତ୍ତି ଇଏ ହଉଛି ତାଙ୍କର ଲିଙ୍କ ମାନେ ସାଙ୍ଗ ଭଳିଆ ତାଙ୍କର ମାନେ ହାଡିଦାସଙ୍କର ଆମେ ଓହୋ। ଜାଣିଛୁ ଏତିକି। ଏଇ ଯୋଉ ବାବା ଆମର ବୈକୁଣ୍ଠ ଦାସ ସେଇଟା ନା ସେଠି ଯୋଉ କରୁଛନ୍ତି ବସୁଛନ୍ତି ମଣିନାଗ ବସୁଛନ୍ତି ସିଏ ମଣିନାଗ ପାଖରେ ବସିଛନ୍ତି ଯିଏ ଯିଏ ହଁ ଇଏ ବି ସିଏ ହଁ ସିଏ ସମାଧି ମନ୍ଦିର ବି ସିଏ ସବୁ ଫଟୋ ଫରକ ଲାଗୁଛି ହଁ ଫଟୋ ଭଲ ବାବା କିନ୍ତୁ ଗୋଟିଏ। ବନ୍ଧୁଗଣ ଆପଣମାନେ ଦେଖିଲେ ଏବେ ଏଠି ବାବାଙ୍କ ସହିତ ଆମେ କଥା ହେଲେ ମଣିନାଗ ଗୁମ୍ଫା ବିଷୟରେ ଜାଣିଲେ ମାଳିକା ସହିତ କ'ଣ ଜଡ଼ିତ ଅଛି ସେ ବିଷୟରେ ବି ଜାଣିଲେ ବାବା କହିଲେ ଆଉ ଏଇ ମାଳିକା ବନ୍ଧ ଜାଗାକୁ ଯୋଉ ଆମେ ଏମିତି କଭର କରୁଛୁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ ଆଉ ଏମିତି ଆଉ ମାଳିକା ବିଷୟରେ ଆଉ କିଛି କିଛି ନୂଆ ଜିନିଷ ଦେଖିବାକୁ ଚେଷ୍ଟା କରନ୍ତୁ ତ ଏଇ ଭିଡ଼ିଓଟି ମୁଁ ଏଇଠି ସାରିଲି ଏଇଠି